ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓ ବହୁତ ଇଣ୍ଟରେଷ୍ଟିଂ ଅଛି। କାରଣ ଆଜିର ଭିଡ଼ିଓରେ ଆମେମାନେ ବଜେନ୍ଦ୍ର ସିଂ ଏବଂ ସାରଥୀ ବାବା ଦୁଇ ଜଣଙ୍କ ଭିତରେ କିଛି ଡିଫରେନ୍ସ ବା କିଛି ଭିନ୍ନତା ଏବଂ କିଛି ସମାନତାକୁ ଆଜି ଆମେମାନେ ଆଲୋଚନା କରିବା। ତେବେ ମୁଁ କାହିଁକି ଏ ଦୁଇ ଜଣଙ୍କ ବିଷୟ ନେଉଛି ତାର ମଧ୍ୟ କାରଣ ଅଛି, ଆପଣ ଏ ଭିଡ଼ିଓ ମାଧ୍ୟମରେ ବୁଝିପାରିବେ। କାରଣ ଦୁଇ ଜଣ ଯାକ ହେଉଛନ୍ତି ଆମର ଇଣ୍ଡିଆର ଫେମସ୍ ବା ବିଖ୍ୟାତ। ଆଉ ଜଣେ ହେଲା ବଜେନ୍ଦ୍ର ସିଂ, ଆଉ ଜଣେ ହେଲା ସାରଥୀ। ସାରଥୀର ଅବସ୍ଥା କିଛି ବର୍ଷ ପୂର୍ବରୁ ଯାହା ହେଇଥିଲା, ବର୍ତ୍ତମାନ ବଜେନ୍ଦ୍ର ସିଂ ତାର ଅବସ୍ଥା ମଧ୍ୟ ସେମିତି ହେବା ପାଇଁ ଯାଉଅଛି। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆମେ ପ୍ରଥମେ ଭିନ୍ନତାକୁ ଆମେ ଆଲୋଚନା କରିବା, କ'ଣ କ'ଣ ଭିନ୍ନତା ଅଛି। ଆଉ ଏହା ଛଡ଼ା ଯଦି ଆପଣ ଆଉ କିଛି ଭିନ୍ନତା ଜାଣିଛନ୍ତି, କମେଣ୍ଟ ବକ୍ସରେ ଆପଣ ଟାଇପ୍ କରିପାରିବେ। ଭିନ୍ନତା ହେଉଛି କ'ଣ? ନମ୍ବର 1, ପ୍ରଥମ ଭିନ୍ନତା ହେଉଛି ବଜେନ୍ଦ୍ର ସିଂ ଖ୍ରୀଷ୍ଟିଆନ ଆଉ ସାରଥୀ ବାବା ହେଉଛି ହିନ୍ଦୁ। ଯଦି ଆମେ ଦେଖିବା ଆମ ଭାରତୀୟ ଲୋକମାନଙ୍କର ଭାଷାରେ ସେମାନେ ଯାହା କୁହନ୍ତି ଯେ ବଜେନ୍ଦ୍ର ସିଂ ହେଉଛନ୍ତି ଖ୍ରୀଷ୍ଟିଆନ, କିନ୍ତୁ ବାଇବେଲ ଅନୁସାରେ କିଛି ଅଲଗା ଅଛି। ଆମେ ପରେ ଆଲୋଚନା କରିବା। ଜଷ୍ଟ ଆଜି କେତୋଟି ଡିଫରେନ୍ସ ବା କିଛି ଭିନ୍ନତା, କିଛି ସମାନତାକୁ ଆମେ ଆଲୋଚନା କରିବା। ତେବେ ଯେପରି ମୁଁ ଆପଣଙ୍କୁ କହିଲି, ପ୍ରଥମ ଭିନ୍ନତା ହେଉଛି ବଜେନ୍ଦ୍ର ହେଉଛି କ'ଣ? ଖ୍ରୀଷ୍ଟିଆନ ଆଉ ସାରଥୀ ବାବା ହେଉଛନ୍ତି ହିନ୍ଦୁ। ଆଉ ଦ୍ୱିତୀୟ ଡିଫରେନ୍ସ ହେଉଛି ବଜେନ୍ଦ୍ର ସିଂ ବାଇବେଲର ଶିକ୍ଷା ଦିଅନ୍ତି ଆଉ ସାରଥୀ ବାବା ହିନ୍ଦୁ ଧର୍ମଶାସ୍ତ୍ରରୁ ଶିକ୍ଷା ଦେଇଥାନ୍ତି। ତେବେ ପ୍ରିୟ ବନ୍ଧୁଗଣ, କ'ଣ ଶିକ୍ଷା ଦିଅନ୍ତି ସେଟା ଅଲଗା ବିଷୟ ଅଛି, ପରେ ଆମେ ଆଲୋଚନା କରିବା। ବର୍ତ୍ତମାନ ଆମେମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, କିଛି ସମାନତାକୁ, କିଛି ଇକ୍ୱାଲିଟିକୁ ଆମେମାନେ ଆଲୋଚନା କରିବା। ଦୁଇ ଜଣଙ୍କ ମଧ୍ୟରେ କ'ଣ ସମାନତା ଅଛି? ପ୍ରଥମ ସମାନତା ହେଉଛି କ'ଣ? ବଜେନ୍ଦ୍ର ସିଂ ୟାଙ୍କର ଅନୁସରଣକାରୀ ବହୁତ ଅଛନ୍ତି, ଯେଉଁମାନେ କି ବଜେନ୍ଦ୍ର ସିଂଙ୍କୁ ଅନୁସରଣ କରନ୍ତି। ଆପଣମାନେ ଦେଖିବେ ସଭା ସମିତିମାନଙ୍କରେ, ବଜେନ୍ଦ୍ର ସିଂ ସଭା ସମିତିମାନଙ୍କରେ ଆଉ ବହୁତ ଲୋକମାନେ କ'ଣ କରନ୍ତି? ଗ୍ୟାଦରିଂ ହେଇଥାନ୍ତି ବା ଏକତ୍ରିତ ହେଇଥାନ୍ତି। ସେଇଟା କେଉଁ ଉଦ୍ଦେଶ୍ୟରେ, ସେଇଟା ପଛ କଥା। ଯଦି ଆମେ ସାରଥୀ ବାବା ତାଙ୍କ ବିଷୟରେ ଦେଖିବା, ଯେତେବେଳେ ସେ ଗିରଫଦାର ହେଇନଥିଲେ, ଆରେଷ୍ଟ ହେଇନଥିଲେ, ଆଉ ତାଙ୍କର ମଧ୍ୟ ବହୁତ କିଛି ଅନୁସରଣକାରୀ ଥିଲେ, ଏବେ ମଧ୍ୟ ଅଛନ୍ତି। ଏଇଟା ହେଉଛି ପ୍ରଥମ ଭିନ୍ନତା, ଏଇଟା ହେଉଛି ପ୍ରଥମ ସମାନତା। ଦ୍ୱିତୀୟ ସମାନତା କ'ଣ? ଦ୍ୱିତୀୟ ସମାନତା ହେଉଛି ଦୁଇ ଜଣ ଯାକ ହେଉଛନ୍ତି ଆମ ଭାରତରେ ବିଖ୍ୟାତ ବା ଫେମସ୍। କାରଣ ଆପଣ ସାରଥୀ ବାବା ବଜେନ୍ଦ୍ର ସିଂ ଏ ଦୁଇ ଜଣଙ୍କ ବିଷୟରେ ଆପଣ ଯାହାକୁ ବି ପଚାରନ୍ତୁ, ପ୍ରାୟ 80-90% ଲୋକ ସେମାନେ କହିବେ ଯେ ହଁ, ଆମେମାନେ ତାଙ୍କୁ ଜାଣିଛୁ। କେବଳ ଆମର ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବହୁତ ଲୋକମାନେ ଏମାନଙ୍କୁ ଜାଣନ୍ତି। ଜଣେ ହେଲା ବଜେନ୍ଦ୍ର ସିଂ, ଆଉ ଜଣେ ହେଉଛନ୍ତି ସାରଥୀ ବାବା। ଏଇଟା ହେଉଛି ଦ୍ୱିତୀୟ 2 ନମ୍ବର ସମାନତା। ତୃତୀୟରେ କ'ଣ ଆମେ ଦେଖିବା? ତୃତୀୟ ଆମେ ଦେଖିବା ନାରୀ ପ୍ରତି ଦୁର୍ବଳତା ଦୁଇ ଜଣଙ୍କର ରହିଅଛି। ଜଣେ ହେଉଛି ବଜେନ୍ଦ୍ର ସିଂ, ଆଉ ଜଣେ ହେଉଛି ସାରଥୀ। ଆଉ ସାରଥୀ ବାବା ଜେଲରୁ ମୁକୁଳିଲା ପରେ ଆଉ ସେ ପୁଣି ଥରେ ନାରୀମାନଙ୍କ ସହିତ ରାସଲୀଳା କରୁଥିବାର ସେ ଧରା ପଡ଼ିଛନ୍ତି ପୁଣି ଥରେ। କଥାରେ ଗୋଟେ ଅଛି, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ। ତେବେ ବଜେନ୍ଦ୍ର ସିଂ ମଧ୍ୟ ସେଇଭଳି 2018 ମସିହାରେ ଗୋଟେ ରେପ୍ କେସ୍ ହେଇଥିଲା। ଆଉ ଏଇଟା ମିଶନ, ଏଇଟା ବିଲକୁଲ ସତ୍ୟ ବିଷୟ ଅଟେ। ଆଉ ଯାହାକୁ ଇନଭେଷ୍ଟିଗେସନ୍ କରିକି, ବହୁତ ଇନଭେଷ୍ଟିଗେସନ୍ କଲା ପରେ 7 ବର୍ଷ ପରେ ବର୍ତ୍ତମାନ କ'ଣ ଆସିଛି? କୋର୍ଟ ଡିସିସନ୍ ଦେଇଛି ଯେ ବଜେନ୍ଦ୍ର ସିଂ ଦୋଷୀ ଅଟେ ବୋଲି।
ତେବେ 2018 ମସିହାରେ ଗୋଟିଏ ରେପ୍ କେସ୍ ମାମଲାରେ ଫସିଲା ପରେ ମଧ୍ୟ ବଜେନ୍ଦ୍ର ସିଂ ଅନେକ ନାରୀମାନଙ୍କୁ ବିଶେଷ କରି ଯୁବତୀମାନଙ୍କୁ ଟାର୍ଗେଟ୍ କରୁଥିଲା ଆଉ ସେମାନଙ୍କୁ ଯୌନ ଶୋଷଣ କରୁଥିଲା। କିଏ? ବଜେନ୍ଦ୍ର ସିଂ। ଯଦି ଆମେ ଦେଖିବା ନାରୀମାନଙ୍କ କ୍ଷେତ୍ରରେ 2 ଜଣ ଯାକର ନାରୀମାନଙ୍କ ପ୍ରତି କୌଣସି ଦୁର୍ବଳତା ରହିଅଛି। ଚତୁର୍ଥ ବିଷୟ ହେଉଛି ମିଥ୍ୟା ପ୍ରଚାର। ସାରଥୀ ବାବା ମଧ୍ୟ ଏବଂ ବଜେନ୍ଦ୍ର ସିଂ ମଧ୍ୟ ସେମାନେ ଯାହା ବି ପ୍ରଚାର କରନ୍ତି ମିଥ୍ୟା ପ୍ରଚାର କରନ୍ତି ଆଉ ଯାହା ବି ପ୍ରଚାର କରନ୍ତି ନିଜେ ତାଙ୍କ ଜୀବନରେ ସେମାନେ ପାଳନ କରନ୍ତି ନାହିଁ। ସାରଥୀ ବାବା ସେ ମଧ୍ୟ ପାଳନ କରିନଥିଲେ କି ବଜେନ୍ଦ୍ର ସିଂ ସେ ମଧ୍ୟ ପାଳନ କରିନାହାନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଉ ପଞ୍ଚମ ନମ୍ବରରେ ଯଦି ଆମେ ଦେଖିବା ଅନ୍ଧଭକ୍ତ ବଜେନ୍ଦ୍ର ସିଂ ଏବଂ ସାରଥୀ ବାବା 2 ଜଣ ଯାକର ଅନ୍ଧଭକ୍ତମାନେ ବହୁତ ଅଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ବଜେନ୍ଦ୍ର ସିଂ ଯେତେବେଳେ ଆରେଷ୍ଟ କରାଗଲା ସେତେବେଳେ ଅନେକ ଅନ୍ଧଭକ୍ତ ଲୋକମାନେ ଆଉ ସେମାନେ କହିଲେ ଯେ ଭିଡ଼ିଓ ଫୁଟେଜ୍ ଗୁଡ଼ିକ ମିଛ ଅଟେ ବା ମିଥ୍ୟା ଅଟେ। ଆଉ ଏତେ ସବୁ ପ୍ରମାଣ ଗୁଡ଼ିକ ସାମ୍ନାରେ ରଖିଲା ପରେ ମଧ୍ୟ ଅନେକ ବଜେନ୍ଦ୍ର ସିଂଙ୍କୁ ସେମାନେ ଫଲୋ କରୁଛନ୍ତି। ଏବେ ମଧ୍ୟ ସେମାନେ କହନ୍ତି ଯେ ବଜେନ୍ଦ୍ର ସିଂ ନିର୍ଦ୍ଦୋଷ ଅଟେ। ଆଉ ଯଦି ଆମେ ସାରଥୀ ବାବା ବିଷୟରେ ଦେଖିବା, ଯେତେବେଳେ ସାରଥୀ ବାବା ଆରେଷ୍ଟ ହେଲେ ତାପରେ ମଧ୍ୟ ଅନ୍ଧଭକ୍ତମାନେ ତାଙ୍କୁ ଦେଖା କରିବା ନିମନ୍ତେ ଜେଲଖାନାକୁ ଯାଇଥିଲେ, ଏମିତି ଖବର ଆସିଥିଲା। ତେବେ ବଜେନ୍ଦ୍ର ସିଂ ଏବଂ ସାରଥୀ ବାବା 2 ଜଣ ଯାକର ଅନ୍ଧଭକ୍ତମାନଙ୍କର କୌଣସି ଅଭାବ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆହୁରି ମଧ୍ୟ ସେ ଦେଖିବା, ଯଦି ଆମେ ବଜେନ୍ଦ୍ର ସିଂ ବିଷୟରେ ଦେଖିବା, ଗିରଫଦାର ହେବା ପୂର୍ବରୁ କେସ୍ ହେବା ପୂର୍ବରୁ ବଜେନ୍ଦ୍ର ସିଂ କହୁଥିଲେ ଯେ ମୋର କୌଣସି ଦୋଷ ନାହିଁ, ଏଇଟା ହେଉଛି ମୋତେ ବଦନାମ କରାଯାଉଛି ଆଉ ସେମାନଙ୍କର ହେଉଛି ଏହା ଗୋଟେ ଚାଲ। ଆଉ ତାଙ୍କର ମିନିଷ୍ଟ୍ରି ନାଁ ହେଉଛି PBSM ମିନିଷ୍ଟ୍ରିକୁ ବଦନାମ କରାଯାଉଛି। ଯଦି ଆମେ ସାରଥୀ ବାବା ବିଷୟରେ ଦେଖିବା, ଯେତେବେଳେ ତାଙ୍କ ବିଷୟରେ ଅଭିଯୋଗ ଆସିଲା ସେତେବେଳେ ସେ ମଧ୍ୟ କହୁଥିଲେ ମୋର କୌଣସି ଭୁଲ ନାହିଁ, ଦୋଷ ନାହିଁ, କେବଳ ମୋର କେତେଜଣ ଅପ୍ରିୟ ଶିଷ୍ୟମାନେ ଆଉ ଦୁଷ୍ଟ ଶିଷ୍ୟମାନେ ମୋର ଆଶ୍ରମକୁ ମୋତେ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି। ଇଏ ଗଲା 6 ନମ୍ବର। 7 ନମ୍ବରରେ ଯଦି ଆମେ ଦେଖିବା, 2 ଜଣ ଯାକ ଆଇନ ଅନୁଯାୟୀ ଦଣ୍ଡ ମିଳିଥିଲା। ଆମର ଭାରତର ଆଇନ ବ୍ୟବସ୍ଥା ଉତ୍ତମ ଅଟେ, ଭଲ ଅଟେ। ଆଉ ଏଇ ଆଇନ ବ୍ୟବସ୍ଥା ଅନୁଯାୟୀ ବଜେନ୍ଦ୍ର ସିଂ ଏବଂ ସାରଥୀ ବାବା 2 ଜଣଙ୍କୁ ଦଣ୍ଡ ମିଳିଥିଲା। ତେବେ ପ୍ରିୟ ବନ୍ଧୁଗଣ, ଏହି ସମସ୍ତ ବିଷୟ ହେଉଛି ବଜେନ୍ଦ୍ର ସିଂ ଏବଂ ସାରଥୀ ବାବା 2 ଜଣଙ୍କ ମଧ୍ୟରେ ଥିବା ସମାନତା କ'ଣ। ଆଉ ଯଦି ଆମେ 2 ଜଣଙ୍କୁ ତୁଳନା କରିବା, 2 ଜଣ ଭିତରେ କିଛି ବି ଫରକ ନାହିଁ କହିଲେ ଚଳେ। 2 ଜଣ ଯାକ ସମାନ ଅଟନ୍ତି। ତେବେ ପ୍ରିୟ ବନ୍ଧୁଗଣ, 2018 ମସିହାରେ ଧରା ପଡ଼ିଥିଲେ କିଏ? ବଜେନ୍ଦ୍ର ସିଂ ପ୍ରଥମ ଥର ପାଇଁ। ଆଉ ସାରଥୀ ବାବା ଧରା ପଡ଼ିଥିଲେ 30 ଅଗଷ୍ଟ 2015ରେ। ତେବେ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟ ରହିଥିଲା ବଜେନ୍ଦ୍ର ସିଂ ଏବଂ ସାରଥୀ ବାବା ବିଷୟରେ କିଛି ସମାନତା ଏବଂ ଅନେକ ଗୁଡ଼ିଏ ବିଷୟ ଆମେ ଜାଣିବାକୁ ପାଇଲୁ। ତେବେ ଆଗାମୀ ଭିଡ଼ିଓରେ ଆମେମାନେ ବଜେନ୍ଦ୍ର ସିଂ ବିଷୟରେ ପୁରା ଟୋଟାଲ ଆମେ ଆଲୋଚନା କରିବା। ଅନେକ କହୁଛନ୍ତି ଯେ ସେ ହେଉଛି ନିର୍ଦ୍ଦୋଷ। ଦେଖିବା କେତେ ବଡ଼ ନିର୍ଦ୍ଦୋଷ ବ୍ୟକ୍ତି ଆଗାମୀ ଭିଡ଼ିଓରେ ଜଣାପଡ଼ିବ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର।